ଆପଣ ଭିଜୁଆଲ ଟିକେ ଅନ୍ ଆଜ୍ଞା ମୁଁ କରନ୍ତୁ। ଟିକେ ହଁ ଆଜ୍ଞା କୁହନ୍ତୁ। ଶୁଣନ୍ତୁ, ମୋର ଦେହ ଟିକେ ବହୁତ ଖରାପ ଅଛି। ହଁ ଦେହ ଠିକ ଟିକେ ଅଛି। ଖରାପ ଅଛି, ଆଉ ଟିକେ ନେଟୱାର୍କ ପାଉନି ତ। ହଁ ଠିକ ଅଛି, ଠିକ ଅଛି, ଠିକ ଅଛି, ଠିକ ଅଛି। ଆଉ ହଉ। ଫାଷ୍ଟ ମାନେ ଆପଣଙ୍କୁ କୁହନ୍ତୁ। ମାନେ ଯେତେ ବି ମାନେ ଥ୍ୟାଙ୍କ ୟୁ କହିଲେ ବି କମ ହେବ ସାର୍। ଆଜ୍ଞା କାରଣ ମୁଁ 2021 ରୁ ଆପଣଙ୍କ ସହିତ ମାନେ ଟଚ୍ ଅଛି, ଆପଣଙ୍କର କୋର୍ସ ବି ନେଇକି ପଢାପଢି କରୁଥିଲି। ଆଜ୍ଞା। ମୁଁ ବର୍ତ୍ତମାନ ଯୋଉ 2023ରେ JTS ରେ ଜଏନ କରିଥିଲି ସାର୍। ଓକେ, ଆପଣ କୋଉ ଡିଷ୍ଟ୍ରିକ୍ଟରେ ପାଇଥିଲେ? ମୁଁ ବଲାଙ୍ଗୀରରେ ପାଇଥିଲି, ଆମ ଘରଠାରୁ 1.5 କିଲୋମିଟର ଦୂରରେ ଆଜ୍ଞା। ବହୁତ ପାଖରେ ତ ପାଇଛନ୍ତି, ଭଲ କଥା। ଏବେ ଆପଣ ଏବେ ଆପଣ ଆଜ୍ଞା ଯଦି କିନ୍ତୁ ଆପଣ ଯଦି ନିଜ ହୋମ ଡିଷ୍ଟ୍ରିକ୍ଟ ନ ପାଇବେ ତାହେଲେ ଆପଣ ଜଏନ କରିବେ? ବାଧ୍ୟ କରିବି ସାର୍, କାରଣ ମୁଁ 2021ରୁ ହାଇସ୍କୁଲ ଟିଚର ହେବାଟା ଗୋଟେ ମୋ ପାଇଁ ଗୋଟେ ପ୍ୟାସନ ସାର୍। ସେଟା ଗୋଟେ ମୋ ପାଇଁ ଗୋଟେ ସ୍ୱପ୍ନଟେ ଥିଲା। ତ ସେଥିପାଇଁ ଆପଣଙ୍କୁ ବି ମୁଁ ମେସେଜ କରିଥିଲି 2021ରୁ କଣ୍ଟିନ୍ୟୁଅସଲି ଆପଣଙ୍କ ସହିତ କଣ୍ଟାକ୍ଟ ଅଛି। ଆଜ୍ଞା ଆଜ୍ଞା। ମାନେ ଆପଣ ବି ମତେ ସଦାବେଳେ ମାନେ ଗୋଟେ ସାନ ଭାଇ ହିସାବରେ ବି ଟ୍ରିଟ କରିଛନ୍ତି, ବୁଝିଲେ କି? ଆଜ୍ଞା। ତ 2021ରେ ଦେଇଥିଲି ସାର୍, ସେତେବେଳେ ଯୋଉ ଆମର ଇଏଟା ଥିଲା କଣ କି ଯୋଉ ସିଏସଟି ଥିଲା ସେତେବେଳେ। ଏଇ ଯୋଉ ମାନେ ସେକ୍ସନାଲ କଟଅଫ ଟା ଥିଲା। ଆଜ୍ଞା ହଁ ଆଜ୍ଞା। ସିଏସଟି ଥିଲା ସେତେବେଳେ। କମନ ପାର୍ଟରେ ମୋର ଠିକ ଠାକ ଥିଲା, କିନ୍ତୁ PCM ପାର୍ଟରେ 1.25 ପାଇଁ ହେଲାନି ସାର୍, ନହେଲେ ବହୁତ ଭଲ ସ୍କୋର ଥିଲା। ତ ଆଜ୍ଞା ସେଟା କଟି ଯାଇଥିଲି। ଆଜ୍ଞା। ତାପରେ 2022ରେ ତ ଜାଣିଛନ୍ତି କଣ ହେଇଥିଲା ସାରା ଓଡିଶାରେ ବାସ୍ ସମସ୍ତେ ବାସ୍। ଜାଣିଛନ୍ତି, ହଁ ଡିଭି ହଁ। ଗଲି। ସେ ଯୋଉ ପରସେଣ୍ଟାଇଲ ହେଇଥିଲା ସେଟା ମୁଁ କିଛି ଜାଣିପାରିଲିନି, କିନ୍ତୁ ଡିଭିକୁ ଯାଇଥିଲି ସାର୍। ଆଜ୍ଞା ଆଜ୍ଞା। ତାପରେ 2023 RST ରେ ବି ସେମିତି ଡିଭିକୁ ଯାଇକରି ରିଟର୍ଣ କରିଥିଲି। ଆଜ୍ଞା। ତ କଣ କରିବା ଆଉ, କିନ୍ତୁ ଯେହେତୁ ଗୋଟେ ସ୍ୱପ୍ନ ଟିକେ ଥିଲା, ସେଥିପାଇଁ ବହୁତ କଠିନ ପରିଶ୍ରମ କରିବାକୁ ପଡିଛି ଆଉ। କଠିନ ପରିଶ୍ରମ ତା ସହିତ ପେସେନ୍ସ, ଏଇଥର ନହେଲା ମୁଁ ଏଇ ପ୍ରିପାରେସନକୁ କଣ୍ଟିନ୍ୟୁ କରିବି ଆଉ ନେକ୍ସଟ ଟାଇମ ପାଇବି, ଏଇଠି ମନୋବୃତ୍ତି ଥିବା ଦରକାର। ଏଇଥର ହେଲାନି ମାନେ ଯେ ମୁଁ ହାରିଗଲି, ଆଜ୍ଞା ସେଇଟା ଆଜ୍ଞା ସେଇଟା ଭାବିଦେଲେ ଆପଣ ସେଇଠି ରହିଯିବେ, ଆଗକୁ ବଢି ପାରିବେନି। ଆଜ୍ଞା। ଆଉ ମୋର ମାନେ ସାଙ୍ଗ ମାନେ ବି ଜଣେ ସାର୍ ନେକ୍ସଟ ଥର ମାନେ ଗଲା ଥର RST ପାଇଥିଲେ। ଆଜ୍ଞା ସେ ବି ମତେ ବହୁତ ମେଣ୍ଟାଲି ବହୁତ ସପୋର୍ଟ କରିଛନ୍ତି ସାର୍। ଆଜ୍ଞା ଆଜ୍ଞା। ଆଉ ଏଥର JTS ରେ ବି ଜଣେ ଭାଇଟେ ଥିଲେ ଆମର, ଅଲ ଓଡିଶାରେ ତାଙ୍କର ରାଙ୍କ 3 ଅଛି, ପ୍ରଭାତ କୁମାର ନାୟକ ବୋଲିକରି। ହଁ ହଁ ଆଜ୍ଞା ସେ ବି ବହୁତ ସପୋର୍ଟ କରିଛନ୍ତି ପଢାପଢି ପାଇଁ, ମିଶିକିରି ପଢିଛୁ। ଆଜ୍ଞା। ଠିକ ଅଛି, ବହୁତ ବହୁତ ଧନ୍ୟବାଦ। ଆଜ୍ଞା ଆଜ୍ଞା, ଆପଣ ଜଏନ କରନ୍ତୁ, ଆପଣଙ୍କର 15 ତାରିଖ ଓରିଏଣ୍ଟେସନ ଅଛି। ଆଣ୍ଡ ନିଶ୍ଚିତ ଭାବରେ ଆପଣ ସାର୍ ପିଲାଙ୍କ ପାଇଁ ବହୁତ କିଛି କରିବେ। ଆଉ ଗୋଟେ କଥା ହେଲା, ଆମେ ଯେତେବେଳେ ଜଏନ ଆଜ୍ଞା କରୁ ଆଜ ଏ ଟିଚର, ଆମର ଜୋସ୍ ଥାଏ ଆମେ କିଛି କରିବା, ଆମେ କିଛି ପଢେଇବା। ବଟ୍ ଧୀରେ ଧୀରେ କଣ ହୁଏ ନା, ଆମେ ସିଷ୍ଟମକୁ ଦେଖୁ, ଆମେ ଅଫିସର ମାନଙ୍କୁ ଦେଖୁ, ଆମେ ଭଲ କାମ କଲେ ବି ଆମକୁ ଆପ୍ରିସିଏସନ ମିଳେନି। ତାପରେ ମୋରାଲ ଡାଉନ ହେଇଯାଏ, ଆଣ୍ଡ ଅନ୍ୟମାନଙ୍କ ଭଳି ଆମର ଗୋଟେ ମନ ଆସିଯାଏ ଯେ 10ଟା ବେଳେ ଯିବା ସ୍କୁଲକୁ ଆଣ୍ଡ 4ଟା ବେଳେ ପଳେଇ ଆସିବା। ବଟ୍ ସେଥିରୁ ଆମକୁ ଓଭରକମ କରିବାକୁ ପଡିବ, ପିଲାଙ୍କ ପାଇଁ କିଛି କରିବାକୁ ପଡିବ। ଠିକ ଅଛି, ଧନ୍ୟବାଦ ଆପଣଙ୍କୁ। ଆଜ୍ଞା, ଠିକ ଅଛି ସାର୍, ଥ୍ୟାଙ୍କ ୟୁ ସାର୍।